ବନ୍ଧୁଗଣ ଆସନ୍ତୁ ଆଜି ଆମେ ପୁନର୍ବସୁ ନକ୍ଷତ୍ର ବିଷୟରେ ଜାଣିବା। ପୁନର୍ବସୁ ନକ୍ଷତ୍ର ଦୁଇଟି ରାଶିରେ 7-3 ମିଥୁନ 7-4 କର୍କଟ। ଏଠି ଦେଖନ୍ତୁ ଗୋଟେ ଜାତର କାଳଚକ୍ର ଜାତକ ଭିତରେ ଚକ୍ର ଥିବ, ସେଥିରେ ମଝି ଘରେ ଭଗ୍ନାଂଶ ଲେଖାଇଥିବ 7-3 ଏବଂ ଚନ୍ଦ୍ର ଥିବ ମେଷ ବୃଷ ମିଥୁନ ଘରେ। ପୁନର୍ବସୁ ନକ୍ଷତ୍ର ମିଥୁନ ରାଶି। ଆଉ ଯଦି ଆପଣଙ୍କର ଦେଖନ୍ତୁ 7-4 ଲେଖାଇଥିବ ମଝିରେ ଚନ୍ଦ୍ର ଥିବ କର୍କଟ ଘରେ, ମେଷ ବୃଷ ମିଥୁନ କର୍କଟ ଘର, କର୍କଟ ଘରେ ଚନ୍ଦ୍ର ଥିବ, ଆପଣ ଜାଣିବେ ଯେ ଆମର ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ରାଶି। ବନ୍ଧୁଗଣ ସାଧାରଣତଃ ପୁନର୍ବସୁ ନକ୍ଷତ୍ର ଲୋକଙ୍କର ଚେହେରା ଡେଙ୍ଗା, ଚାର୍ମିଂ, ଲମ୍ବା ଗୋଡ଼, ଲମ୍ବା କପାଳ, ମୁନିଆ ନାକ ଏବଂ ଏହା ରାମଚନ୍ଦ୍ରଙ୍କର ପ୍ରଭୁ ଶ୍ରୀରାମଙ୍କ ନକ୍ଷତ୍ର ଅଟେ, ଜନ୍ମ ନକ୍ଷତ୍ର। ଏମାନେ ବହୁତ ଭାଗ୍ୟବାନ ଥାନ୍ତି, ଏମାନେ ସତ୍ୟ ପଥରେ ଚାଲନ୍ତି, ଏମାନେ ସୌନ୍ଦର୍ଯ୍ୟବାନ ଏବଂ ସୌନ୍ଦର୍ଯ୍ୟ ପ୍ରିୟ ମଧ୍ୟ। ଏମାନେ ଆଭିଜାତ୍ୟ ଶ୍ରେଣୀର ଲୋକ ହେଇଥାନ୍ତି, ଏମାନେ ସମାଜରେ ସମ୍ମାନିତ ହୁଅନ୍ତି। ପୁନର୍ବସୁ ଲୋକମାନେ ଶୁଦ୍ଧତାକୁ ଗୁରୁତ୍ୱ ଦିଅନ୍ତି, ନିଜ ଚାରିପାଖରେ ଭଲ ଲୋକ ତାଙ୍କର ଜନ୍ମ ହୋଇଥାନ୍ତି, କି ଭଲ ଲୋକ ସଂସ୍ପର୍ଶରେ ସେମାନେ ଆସନ୍ତି। ସେମାନେ ବହୁତ ଧାର୍ମିକ ଏବଂ ଧର୍ମ ଭୟାଳୁ ମଧ୍ୟ। ସେମାନେ ନିରୀହ ପିତୃମାତୃ ବାପା ମାଆଙ୍କୁ ବହୁତ ଭକ୍ତି କରନ୍ତି। ପୁନର୍ବସୁ ନକ୍ଷତ୍ରରେ ଜନ୍ମିତ ଲୋକମାନେ ଗୁରୁ ଭକ୍ତି ମଧ୍ୟ ଥାଏ। ସେମାନଙ୍କ ଜୀବନ ଲକ୍ଷ୍ୟ ହେଉଛି ଉନ୍ନତି, ସେମାନେ ଉନ୍ନତି ମଧ୍ୟ କରନ୍ତି। ସେମାନେ ପ୍ରବଳ ଜ୍ଞାନୀ ଲୋକ, ଯୋଗାଯୋଗ ପ୍ରିୟ, ଭଲ ବ୍ୟବହାର ସେମାନଙ୍କର ଥାଏ। ବୟସ ସହ ପରିବର୍ତ୍ତନ ସେମାନଙ୍କର ହୁଏ। ସାଧାରଣତଃ 32 ବର୍ଷ ପର୍ଯ୍ୟନ୍ତ ସେମାନଙ୍କର କ୍ୟାରିୟର ଆଉ ବିଭିନ୍ନ ଜିନିଷରେ ପରିବର୍ତ୍ତନ ହେଉଥାଏ। 32 ବର୍ଷ ପରେ ସ୍ଥିରତା ଅଧିକା ଆସେ। ସେମାନେ ମେଧାବୀ ଥାନ୍ତି, ପିଲାବେଳୁ ଭଲ ପାଠ ପଢ଼ନ୍ତି ଏବଂ ଭଲ ଚାକିରି କରନ୍ତି। ଯେହେତୁ ମେଧାବୀ ଥାନ୍ତି, ସବୁ ଫିଲ୍ଡରେ ସେମାନେ ଚାକିରି କରିବାର ସମ୍ଭାବନା ଥାଏ। ସେମାନେ ଭଗବାନ ବିଶ୍ୱାସୀ ଥାନ୍ତି, ପରମ୍ପରା, ଘରର ପରମ୍ପରା, ଜାତିର ପରମ୍ପରାକୁ ପାଳନ କରିଥାନ୍ତି। ଖରାପ କଥା, ଖରାପ ଲୋକଙ୍କୁ ଭାରି ଘୃଣା କରନ୍ତି, ସେମାନଙ୍କଠାରୁ ଦୂରତ୍ୱ ରକ୍ଷା କରନ୍ତି। ସେମାନଙ୍କ ସ୍ମରଣ ଶକ୍ତି ଭାରି ପ୍ରବଳ ଥାଏ, ସେମାନେ ଭାଗ୍ୟବାନ ତ ଥାନ୍ତି, ସଂସାରକୁ କିନ୍ତୁ ସେମାନେ ଚିହ୍ନି ପାରନ୍ତି, ସମସ୍ତଙ୍କୁ କେଉଁ ଲୋକ କ'ଣ ସେ ଠିକ୍ ଚିହ୍ନିଥାନ୍ତି। ସେମାନେ ଆର୍ଥିକ ପରିଚାଳନାରେ ସୁନାମ ଅର୍ଜନ କରିଥାନ୍ତି, ଭଲ ଆର୍ଥିକ ପରିଚାଳନା, ନିଜର ଟଙ୍କା ପଇସାକୁ ଠିକ୍ ଭାବରେ ପଢ଼ନ୍ତି। ସେମାନେ ସାଧାରଣତଃ ଦେଖାଯାଏ ଭଲ ଜ୍ଞାନୀ ଥିବାରୁ ଉଚ୍ଚ ପଦାଧିକାରୀ ହେଇଥାନ୍ତି, ଧନୀ ହେଇଥାନ୍ତି, ସାଂସ୍କୃତିକ ଲୋକ ହେଇଥାନ୍ତି। ସେମାନେ ବହୁତ ଟାଣ ଦୃଢ଼ ଲୋକ ଏବଂ କଠିନ ପରିଶ୍ରମୀ, ନୂଆ କଥା ସେମାନେ ଗ୍ରହଣ କରନ୍ତି। ସାଧାରଣତଃ ବିବାହ ତାଙ୍କର 25ରୁ 27 ବର୍ଷ ଭିତରେ ହେଇଥାଏ। ଜୀବନସାଥୀର ସ୍ୱାସ୍ଥ୍ୟ ଚିନ୍ତା ତାଙ୍କର ପ୍ରାୟ ଥାଏ। ସେମାନେ ସ୍ତ୍ରୀ ଲୋକ ହେଇଥିଲେ ତାଙ୍କ ସ୍ତ୍ରୀ ଭାରି ଗୃହିଣୀଟିଏ ଥିବ ଏବଂ ଯୁକ୍ତିତର୍କ ଟିକେ ହୁଏ ସ୍ୱାମୀ ସ୍ତ୍ରୀ ଭିତରେ। ଆଉ ମହିଳାମାନେ ଯଦି ପୁନର୍ବସୁ ନକ୍ଷତ୍ର ମହିଳାମାନେ ଶାନ୍ତ ଥାନ୍ତି, କିନ୍ତୁ ଜିଭଟା ଟିକେ ଖର ଥାଏ, ଧଡ଼କିନ୍ ଯାହା ସେ କହିଦିଅନ୍ତି। ସେମାନେ ବସ୍ତୁ ସୁଖ ଭୋଗକାରୀ, ସବୁ କମ୍ଫର୍ଟରେ ରହିବାକୁ ଚେଷ୍ଟା କରନ୍ତି, ସେବାକାରୀ, ବାପା ମା ପିଲା ଛୁଆଙ୍କର ସେବା କରନ୍ତି, ସ୍ୱାମୀର ସେବା କରନ୍ତି, ସୁଖ ଭୋଗକାରୀ, ସୁନ୍ଦର ସ୍ୱାମୀ, ତାଙ୍କ ସ୍ୱାମୀଟି ସୁନ୍ଦର ହୋଇଥାଏ। ସେମାନେ ପ୍ରଶଂସା ପ୍ରିୟ, ପ୍ରଶଂସା କଲେ ଭଲ ପାଆନ୍ତି, ଖ୍ୟାତି ପ୍ରିୟ। ସେମାନେ ଖ୍ୟାତି ତାଙ୍କର ବଟିଲେ ଭଲ ଲାଗେ। ସେମାନେ ସୁନ୍ଦର ଥାନ୍ତି ଆଉ ଭଲ ମା ହେଇପାରନ୍ତି। ସେମାନେ ପରିବାର ପ୍ରେମୀ, ସେମାନେ ଭାରି ପଜିଟିଭ୍ ଥାନ୍ତି। ଦେବଗୁରୁ ବୃହସ୍ପତି ଆଙ୍କର ଲିଡ଼ିଂ ଗ୍ରହ ଥିବାରୁ ଏମାନେ ସବୁ କ୍ୟାରିୟରରେ, ସେମାନେ ଯେକୌଣସି କ୍ୟାରିୟରରେ ସେମାନେ ଭଲ ହୁଅନ୍ତି, ଜ୍ଞାନୀ ଥାନ୍ତି, ଭଲ ଥାନ୍ତି, ତେଣୁ ସବୁ କ୍ୟାରିୟରରେ ସେମାନେ ଭଲ ହୋଇଥାନ୍ତି। ସାଧାରଣତଃ ଦେଖାଯାଏ ଯେ ପାର୍ଟନରସିପ୍ ବିଜନେସ୍ରେ ସଫଳ ହୋଇଥାନ୍ତି, ମ୍ୟାନେଜମେଣ୍ଟ କ୍ୟାରିୟର କରିଥାନ୍ତି, ଟିଚର କ୍ୟାରିୟର କରିଥାନ୍ତି, ଆକ୍ଟର ହେଇଥାନ୍ତି, ମ୍ୟୁଜିକ୍ ଡ୍ୟାନ୍ସ ଓ ଷ୍ଟେଜ୍ରେ ତାଙ୍କର ରୁଚି ଥାଏ। ସେମାନେ ସାମ୍ବାଦିକ ହୋଇଥାନ୍ତି, ନେତା, ଲେଖକ, ଫାଇନାନ୍ସ ଏବଂ ବ୍ୟାଙ୍କିଂରେ ଭଲ କାମ କରିଥାନ୍ତି, ଟ୍ରେଡ଼ିଂରେ ଭଲ କାମ କରିଥାନ୍ତି। ସେମାନେ ଧାର୍ମିକ ଗୁରୁ, ମନୋବୈଜ୍ଞାନିକ
ଦାର୍ଶନିକ, ସ୍ଥାପତ୍ୟ କଳା, ସିଭିଲ୍ ଇଞ୍ଜିନିୟରିଂ, ଏଇଭଳି ସବୁ ଧନ୍ଦାରେ ସେମାନେ, ମେଡ଼ିସିନ୍ ଧନ୍ଦାରେ ସବୁଥିରେ ସେମାନେ ସଫଳ ହେବାର ଦେଖାଯାଏ। 32 ବର୍ଷ ପରେ ତାଙ୍କର ଜୀବନର ସ୍ଥିରତା ଟିକେ ଭଲ ଆସେ। ରୋଗ ସାଧାରଣତଃ ପେଟ ରୋଗ, କାନ, ଯକ୍ଷ୍ମା, ଜଣ୍ଡିସ୍, ଥଣ୍ଡା ରୋଗ ହେବାର ସମ୍ଭାବନା ଥାଏ। ପ୍ରାୟ ନିରୋଗ ରହିଥାନ୍ତି, କିନ୍ତୁ ଏ ଛୋଟ ଛୋଟ ରୋଗ ହେବାର ସମ୍ଭାବନା ଥାଏ। ସେମାନଙ୍କର ପୁନର୍ବସୁ ନକ୍ଷତ୍ର 4 ପାଦରେ ଜନ୍ମଗ୍ରହଣ କରୁଛି। ପ୍ରଥମ 3 ପାଦ ହେଉଛନ୍ତି ମିଥୁନ ରାଶିରେ, ଶେଷ ପାଦଟି ହେଉଛି କର୍କଟ ରାଶିରେ ଲୋକ ଜନ୍ମ ହୋଇଥାନ୍ତି। ପ୍ରଥମ ପାଦରେ ଯିଏ ଜନ୍ମ ହୋଇଥାନ୍ତି ସେଟା ମଙ୍ଗଳ ଗ୍ରହ ଦ୍ୱାରା ପରିଚାଳିତ। ସେମାନେ ଆଡ଼ଭେଞ୍ଚରସ୍ ଏବଂ ଟ୍ରାଭେଲ୍କୁ ଭଲ ପାଆନ୍ତି। ପରିବର୍ତ୍ତିତ ବ୍ୟକ୍ତିତ୍ୱ, ମାନେ ସବୁବେଳେ ନୂଆ ନୂଆ କଥାରେ ପରିବର୍ତ୍ତନ ହୋଇପାରନ୍ତି। ଉଦ୍ଭାବକ ମଧ୍ୟ ଥାନ୍ତି। ଦ୍ୱିତୀୟ ପାଦରେ ଯିଏ ଜନ୍ମ ହୋଇଥାନ୍ତି ମିଥୁନ ରାଶିରେ ଜନ୍ମ ହୋଇଥାନ୍ତି, ସେମାନେ ଶୁକ୍ର, ବସ୍ତୁଭୋଗୀ, ଧନୀ ଏବଂ କ୍ରିଏଟିଭ୍ ହୋଇଥାନ୍ତି। ତୃତୀୟ ପାଦରେ ଜନ୍ମ ହୋଇଥିବା ଲୋକ ବୁଧ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାନ୍ତି। ସେମାନେ ବିଜ୍ଞାନ, ଶିକ୍ଷକ ଏବଂ ଜ୍ଞାନୀ ହୋଇଥାନ୍ତି। ଚତୁର୍ଥ ପାଦରେ ଯିଏ ଜନ୍ମ ହୋଇଥାନ୍ତି ସେମାନେ କର୍କଟ ରାଶି, ପୁନର୍ବସୁ ନକ୍ଷତ୍ର, କର୍କଟ ରାଶିରେ ଜନ୍ମ ହୋଇଥାନ୍ତି। ସେମାନେ ଚନ୍ଦ୍ର ହେଉଛନ୍ତି ତାଙ୍କର ଲିଡ଼ିଂ ଗ୍ରହ। ସେମାନେ ପାଳନକାରୀ, ବସ୍ତୁବାଦୀ, ଉଚ୍ଚାଭିଳାଷୀ, ଇମୋସନାଲ୍ ଏବଂ ସାହାଯ୍ୟକାରୀ ହୋଇଥାନ୍ତି। ଏହି ଗ୍ରହ ଜଳତତ୍ତ୍ୱ ଗ୍ରହ ଏବଂ ଏହା ଦିଗ ହେଉଛି ପୂର୍ବ ଦିଗ। ଗ୍ରହର ଲିଡ଼ିଂ ଗ୍ରହ ହେଉଛନ୍ତି ବୃହସ୍ପତି। ଏମାନଙ୍କ ବୃହସ୍ପତି ଯଦି ଭଲ ଥାନ୍ତି ଏମାନେ ବହୁତ ଶୀଘ୍ର ଭଲ ଚାକିରି କରନ୍ତି, ଉଚ୍ଚକୁ ଉଠିପାରନ୍ତି। ବୃହସ୍ପତି ଯଦି ଖରାପ ଥାନ୍ତି ତେଣୁ ସେମାନଙ୍କର ପ୍ରତିକାର କରିବାକୁ ପଡ଼େ। ଏମାନଙ୍କର ଶୁକ୍ର, ବୁଧ ଏଇ ଗ୍ରହ ଟିକେ ନୀଚ ଥିଲେ ହଇରାଣରେ ପଡ଼ନ୍ତି। ଦେବତା ହେଉଛନ୍ତି ଶିବ ଏବଂ ଚନ୍ଦ୍ର। ଏମାନଙ୍କର ଲିଙ୍ଗ ହେଉଛି ସ୍ତ୍ରୀଲିଙ୍ଗ ରାଶି। ଏମାନେ ଅସଙ୍ଗତ, ଯାହା ସାଙ୍ଗରେ ବିବାହ କଲେ ଟିକେ ପଡ଼ିବନି। ପୂର୍ବାଷାଢ଼ା, ଶ୍ରବଣ, ମଘା ଏବଂ ପୂର୍ବ ଫାଲ୍ଗୁନି। ଜନ୍ମ ମହାଦଶା ସାଧାରଣତଃ ବୃହସ୍ପତି ମହାଦଶାରେ ଏମାନଙ୍କର ଜନ୍ମଗ୍ରହଣ କରିଥାନ୍ତି। ଏମାନେ ଗଣ ହେଉଛି ଦେବତା ଗଣରେ ଜନ୍ମ। ତାଙ୍କ ନାମର ମୂଳ ଅକ୍ଷର କେ, କୋ, ହା, ହି। ବାର ହେଉଛି ୟାଙ୍କର ଭଲ ବାର ଗୁରୁବାର ଏବଂ ପୂର୍ଣ୍ଣିମା ଦିନ ବି ଭଲ। ନାଡ଼ି ହେଉଛି ବାତ ନାଡ଼ି। ଏମାନେ ରତ୍ନ ଯଦି ପିନ୍ଧିବେ ପୋଖରାଜ ରତ୍ନ ପିନ୍ଧିବେ। ଗୁରୁବାର ଦିନ ପୋଖରାଜକୁ ସୁନା ମୁଦିରେ ତିଆରି କରିକିରି 6 ରାତିର ପୋଖରାଜ ଷ୍ଟୋନ୍କୁ ପ୍ରଥମେ ଖଟ ତଳେ, ମୁଣ୍ଡ ତଳେ ରଖିବେ, ତକିଆ ତଳେ, ଏବଂ ତାପରେ ଯଦି ଭଲ ସ୍ୱପ୍ନ ଦେଖିଲେ ଭଲ ହେଲା, ତାପରେ ତାକୁ ନେଇକରି ତିଆରି କରି ମହାଦେବ ମନ୍ଦିରରେ ସୋମବାର ଦିନ ପାଦୁକରେ ପୂଜା କରି ଧୋଇ ସୋମବାର ଦିନ ଧାରଣ କରିବେ। ପ୍ରଥମ ଆଙ୍ଗୁଠି ବା ବିଶି ଆଙ୍ଗୁଠି, ଫାଷ୍ଟ ଫିଙ୍ଗରରେ ଧାରଣ କରିବେ। ରଙ୍ଗ ହେଉଛି ଏମାନଙ୍କର ଶୁଭ ରଙ୍ଗ ହଳଦିଆ, ଧଳା ଏବଂ ଗ୍ରେ। ହଳଦିଆ ରଙ୍ଗଟି ମେନ୍ ରଙ୍ଗ, ଧଳା ଗ୍ରେ ବି ତାଙ୍କୁ ସୁଟ୍ କରେ। ଶୁଭ ରଙ୍ଗ ହେଉଛି 3, 7 ଏବଂ ମନ୍ତ୍ର ହେଉଛି ଶିବ ମନ୍ତ୍ର, ବିଷ୍ଣୁ ସହସ୍ରନାମ ମନ୍ତ୍ର। ଆପଣଙ୍କର ଯେଉଁ ଦିନ ଯଦି କିଛି ଅସୁବିଧା ହୁଏ ତାହେଲେ ଗୁରୁବାର ଦିନ ଶିବ ମନ୍ତ୍ର, ସୋମବାର ଦିନ ଶିବ ମନ୍ତ୍ର, ବିଷ୍ଣୁ ସହସ୍ରନାମ ସବୁଦିନ କରିବେ ଏବଂ ହଳଦିଆ ରୁମାଲଟିଏ ପାଖରେ ରଖିଥିବେ, ହଳଦିଆ ବସ୍ତ୍ର ପରିଧାନ କରିବେ। ବନ୍ଧୁଗଣ, ଯେଉଁମାନେ ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖିବାକୁ ଚାହାନ୍ତି, ଅନ୍ୟ ନକ୍ଷତ୍ର ବିଷୟରେ ଦେଖିବାକୁ ଚାହାନ୍ତି କିମ୍ବା ହସ୍ତରେଖା ବିଷୟରେ ପୂର୍ବ ଭିଡ଼ିଓ ଗୁଡ଼ିକ ଦେଖିବାକୁ ଚାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।